ভিতরে আমি টিকে রুদ্র রূপটাকে দেখিবু রুদ্র রূপ আমি দেখিবু এপট শিব প্রকৃতরে শিব অলঙ্কার পিঁধিকি আসিছ যেতিকি তোমাকে শিব ফটো উঠেলে শিব সঙ্গে সমান হয়ে যাব কিন্তু তুমি মায়াবী শিব তোম দেহরে শিব অলঙ্কার নাই ইয়ে প্রকৃতরে কোন মায়াবী তিন জন মায়াবী পুরাণ ভিতরে অছন্তি দেখি প্রমাণ দেইকি যুদ্ধটা কম শিব আরম্ভ কর তোর যে সুন্দরিয়া স্ত্রীটি রখিছু পাখরে
ନାହୁମୁ ସହାର କର୍ତ୍ତା ତ୍ରିପୁରାରୀ ଦିଲ୍ଲୀପୁରର ଇରିକି ଯିଏ ବଧ କରିଥାଏ ତାକୁ କୁହାଯାଏ ତ୍ରିପୁରାରୀ ଇଚ୍ଛା ମନ୍ତ୍ର ନ ଜାଣି ସାପ ଲାଙ୍ଗୁଡ଼ରେ ହାତ ମାରିଲା ମାନେ ପେଟ ଖାଇବାକୁ ପାଇବ ଆରେ ଆରେ ପାମର ହୋଇଛୁ ଟାଉଟର ଗାରିମା ଭାଙ୍ଗିବି ମୁଁ ତୋର ବାଦ୍ୟର ଖାଦ୍ୟ ଅନୁସାରେ ପ୍ରଥମ ଶିବ ଦ୍ୱିତୀୟ ଶିବକୁ ପୌରାଣିକ ପ୍ରଶ୍ନ ପଚାରି ଆଗକୁ ଆଗେଇବା। ପଚାର ସମସ୍ତ। ଆଜ୍ଞା ଚନ୍ଦ୍ରକୁ ବହିଲ ଚନ୍ଦ୍ର ମୌଳି ହେଲ ସଂସାରେ ନାମ ରଖିଲ ସୂର୍ଯ୍ୟଙ୍କୁ କେବେ ଯେ ମସ୍ତକେ ଧରିଣ ସଂସାରର କର୍ମ କଲ ଯେବେ ଆସିବ ଯେବେ ସଦାଶିବ ଏହାର ଭାବ ବୁଝାଇବ ଯେ ଚନ୍ଦ୍ରକୁ ବହିଲେ ଚନ୍ଦ୍ରମୌଳି ନାମ ପାଇଲେ ସୂର୍ଯ୍ୟକୁ କେବେ ଶିବ ଧାରଣ କରିଥିଲେ। ଆଜ୍ଞା ଦେଖନ୍ତୁ ଚନ୍ଦ୍ରକୁ ବହିଥିବା ଆଗକୁ ଚନ୍ଦ୍ରମୌଳି ବା କହନ୍ତି ଯେତେବେଳେ ମୁଁ ଆମର ସୃଷ୍ଟି ସର୍ଜନା ସମୟ କଥା ଯେତେବେଳେ ଆଜ୍ଞା ଦେବତାଗଣ ସମସ୍ତଙ୍କର ଭାଳେଣି ପଡ଼ିଗଲା ଯେ ଟୋଟାଲ ଆମର ଯେତେ ଜାଗା ସବୁ ଜଳମୟ ହେଇଗଲା ସୃଷ୍ଟି କେମିତି ଆଜ୍ଞା ସର୍ଜନା ହେବ ସୃଷ୍ଟି କେମିତି ବଞ୍ଚିବ ସେହି ସମୟରେ ସୂର୍ଯ୍ୟକୁ ଆଜ୍ଞା ଯେତେବେଳେ ମୁଁ ଧାରଣ କରିଥିଲି ଅଗ୍ନିର ପ୍ରଖର ଅତି 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 ପ୍ରବଳ ବେଗରେ ବହିଲା ଯାହାକି ସମସ୍ତେ ପୁରା ଜଳି ପଡ଼ିଗଲେ ସେହି ସମୟରେ ସମସ୍ତେ ଭାଳିଣି ପଡ଼ିଗଲା ବ୍ରହ୍ମା ବିଷ୍ଣୁ ସମସ୍ତେ ଯେତେ ଦେବତାଗଣ ସମସ୍ତେ ଭାଳିଣି ପଡ଼ିଲା ଯେ କେମିତି ଏଇ ଯେଉଁ ପ୍ରଖର ଦାଉରୁ କେମିତି ରକ୍ଷା କରିବା ସେହି ସମୟରେ ଦେବଦେବ ମହାଦେବ ପାଖକୁ ଗଲେ ଯେ ତମେ ହିଁ ଏହାକୁ ସମାଧାନ କରିପାରିବ ସେଇଦିନ ଆଜ୍ଞା ସୂର୍ଯ୍ୟକୁ ଧାରଣ କରିକିନି ସେଇ ଗୋଟିଏ ଦିନ ଶ୍ରୀଖଣ୍ଡ ମୌଳି ନାମରେ ପରିଚିତ ହେଲେ। ଆଜ୍ଞା ହଉ ପ୍ରଶ୍ନ ଦିଅ। ଆଜ୍ଞା ମୋର ପ୍ରଶ୍ନ ହେଲା ଯେ ଦେବଦେବ ମହାଦେବ ଯେଉଁ ତ୍ରିଶୂଳ ଧାରଣ କରିଛନ୍ତି ତ୍ରିଶୂଳଟି କିଏ ଦେଇଥିଲା ଆଉ କାହିଁକି ଦେଇଥିଲା ଯେଉଁ ତ୍ରିଶୂଳଟି ଜଣେ ଦେଇଥିଲା ଏମିତି କାମରେ ଆଇବ ବୋଲି ସେ କାମଟି କ'ଣ ତ୍ରିଶୂଳ କିଏ ଦେଇଥିଲା। ଆଜ୍ଞା ତ୍ରିଶୂଳ ହଉଛି ତିନି ଧାର ସ୍ୱର୍ଗ ମଧ୍ୟ ପାତାଳ କହିଲେ ଚଳିବ ସପ୍ତରଜ ତମ କହିଲେ ଚଳିବ ଇଏ ତ୍ରିଗୁଣ କହିଲେ ବି ଚଳିବ ତେଣୁକରି ଶିବ ହେଉଛନ୍ତି ସଂହାର କର୍ତ୍ତା ପ୍ରଥମେ ସୃଷ୍ଟିକର୍ତ୍ତା ହେଲେ କିଏ ନା ବିଷ୍ଣୁ ପାଳନ ଯେଉଁ ସୃଷ୍ଟିକର୍ତ୍ତା ହେଲେ ବ୍ରହ୍ମା ପାଳନକର୍ତ୍ତା ହେଲେ ବିଷ୍ଣୁ ସଂହାର କର୍ତ୍ତା ହେଲେ ଶିବ ଶିବଙ୍କୁ ଏ ତ୍ରିଶୂଳଟି ସ୍ୱୟଂ ବ୍ରହ୍ମା ବିଶ୍ୱକର୍ମାଙ୍କ ଦ୍ୱାରା ନିର୍ମିତ କରି ଶିବଙ୍କ ହସ୍ତରେ ଦେଇଥିଲେ ଯେ ଏ ତ୍ରିପୁର ମଧ୍ୟରେ ଯିଏ ତ୍ରିପୁରର ଅହିତ କାମ କରିବ ତମେ ତାଙ୍କୁ ବଧ କରି ତ୍ରିପୁରାରୀ ନାମ ଗ୍ରହଣ କରିବ। ତ୍ରିପୁରାରୀ ନାମ କେତେବେଳେ ଗ୍ରହଣ କଲେ ଆଜ୍ଞା ଯେଉଁ ସମୟରେ ତ୍ରିପୁରାସୁରକୁ ଶିବ ବଧ କଲେ ତ୍ରିପୁରା ନାମ ଧାରଣ କରିଥିଲେ। ସୁନ୍ଦର ସମୀକ୍ଷା। ପ୍ରଥମ ପାର୍ବତୀ ପ୍ରଶ୍ନ ଦେ ଦ୍ୱିତୀୟ ପାର୍ବତୀଙ୍କୁ। ଆଜ୍ଞା ମୋର କହିବାର କଥା ହେଲା ଆମର ତିନାଥ ମେଳା ବହିରେ ଦେଇଛି ତିନି ଦିକି ତିନି ଠାବ କରି ଅଗ୍ରେ ପୂଜିବ ନର ଅଗ୍ର ପୂଜ୍ୟ ହେଲେ ଆମର ଆଜ୍ଞା ଗଣେଶ ବା କଳସ ଯେକୌଣସି କାମ କାର୍ଯ୍ୟ କଲେ ଆମେ କଳସଟେ ଆଗ ସ୍ଥାପନ କଲେ ତାପରେ ଅନ୍ୟ କାମ କରୁଛେ। ଗଣେଶ ଯେତେବେଳେ ଜନ୍ମ ନ ହୋଇଥିଲେ ଶିବ ପାର୍ବତୀଙ୍କ ବିବାହର ବେଳେ ଅଗ୍ର ପୂଜ୍ୟ କିଏ ଥିଲା? ଆଜ୍ଞା
ଗଣେଶ ଯୁଗ ଯୁଗରେ ଅଛନ୍ତି। ଆଦି ବିନାୟକ ତାଙ୍କର ନାମ ଥିଲା। ଯେମିତି ଆଦି ମାତା, ଆଦି ନାରାୟଣ, କ୍ଷୀରୋଦ୍ଭବ ନାରାୟଣ, ଯେମିତି ନାରାୟଣଙ୍କର ବିଭିନ୍ନ ଅଂଶ ଅଛି, ସେମିତି ଗଣେଶଙ୍କର ବି ଅଛି। ଯେତେ ଦେବତା ସଂସ୍ଥାରେ ଅଛନ୍ତି, କାରଣ ଗୋଟେ କଳ୍ପରେ ରାମାୟଣ ରେ ରାବଣ ସୀତାଙ୍କୁ ନେଇନି, କି ଅନ୍ୟ ଗୋଟେ କଳ୍ପରେ ରାମାୟଣରେ ରାବଣ ସୀତାଙ୍କୁ ନେଇଛି, ଅନ୍ୟ କଳ୍ପରେ ସୀତା ବି ରାବଣକୁ ମାରିଛନ୍ତି। କାରଣ ଏ କଥା କାକଭୂଷଣ ଜାଣିଛି। ସେମିତି ଗଣେଶ ଯୁଗ ଯୁଗରେ ଅଛନ୍ତି। ଆଦ୍ୟରୁ ମତେ ଗଣେଶ ଥିଲେ, ଆଜ୍ଞା। ଏହିପରି 8 ଗଣେଶ ପୁରାଣ କହେ। ଆଜ୍ଞା। ପ୍ରଶ୍ନ ଦିଅ। ନାଇଁ ନାଇଁ, 8 ଗଣେଶ ଉତ୍ତର ମୁଁ ସେଇଠି କହୁଛି। ଆଚ୍ଛା। ସେମିତି ଯେତେବେଳେ ଶିବ ଆଉ ହରଗୌରୀଙ୍କର ବିବାହ ହେଲା, ଯେଉଁ ଗଣେଶ ଥିଲେ କଳସରେ, ତାଙ୍କର ନାମ ହଉଛି ଭଦ୍ର ଗଣେଶ। ପ୍ରଶ୍ନ ଦିଅ। ପାର୍ବତୀଙ୍କୁ ମୋର ପ୍ରଶ୍ନ, ସିଏ ପୂର୍ବ ଜନ୍ମରେ ଥିଲେ ସତୀ, ପର ଜନ୍ମରେ ହେଲେ ପାର୍ବତୀ। ସତୀଙ୍କର ମାତା ହଉଛନ୍ତି ପ୍ରସୂତି, ଅନ୍ୟ ନାମ ହଉଛି ମାରିସା। ବହି ହଉଛି ବଳରାମ ଦାସଙ୍କର ବିଷ୍ଣୁ ପୁରାଣ। ମାରିସା କାହା ଗର୍ଭରୁ ଜନ୍ମ ନେଇଥିଲେ? ସେ ଜଣେ ଋଷି ଆଉ ଜଣେ ଅପ୍ସରାଙ୍କ ଗର୍ଭରୁ ଜନ୍ମ ନେଇଥିଲେ। ଋଷିଙ୍କର ତପସ୍ୟା ଭଙ୍ଗ ପାଇଁ ସେ ଅପ୍ସରୀ ଆସିଥିଲେ। ସେଇ ସମୟ ତାଙ୍କର ମିଳନ ହୋଇଛି, ସଙ୍ଗମ ହୋଇଛି। ଯେହେତୁ ପିଲା ରହିଗଲା, ଋଷି ନା କଣ ସେ? ତାଙ୍କର ଆଈଙ୍କର ମାନେ ଯୋଉ ଆଈଙ୍କର ନାମ କଣ, ଅଜାଙ୍କର ନାମ, ପ୍ରସୂତିଙ୍କର ମାତା ପିତାଙ୍କ ନାମ କଣ? ଆଜ୍ଞା, ତାଙ୍କ ଆଈ ନାମ ହେଲା କୃତି, ଅଜା ନାମ ହେଲା ସ୍ତୁତି। ହଉ, ସଭା ତରଫରୁ ଉଭୟ ପାର୍ବତୀଙ୍କୁ ପ୍ରଶ୍ନ। ହଁ, ମୋ କାମଟା ସାରିକି ତାପରେ ଆପଣଙ୍କୁ ସୁଯୋଗ ଦେବି। ଠିକ ଅଛି, ସୁନ୍ଦର ବ୍ୟବହାର। ପ୍ରଥମ ଉଭୟ ପାର୍ବତୀଙ୍କୁ ପ୍ରଶ୍ନ ଯେ ୟା ପୂର୍ବରୁ ଯାଇଛି ହୋଲି ପର୍ବ। ହୋଲି ପର୍ବରେ କାହିଁକି ପାଳନ କରୁଛେ ନା ହିରଣ୍ୟକଶ୍ୟପର ଭଉଣୀ ହୋଲିକାକୁ ଦାୟିତ୍ୱ ଦେଲେ ହିରଣ୍ୟକଶ୍ୟପ ଯେ ତୁ ପ୍ରହ୍ଲାଦକୁ ନିଆଁରେ ପୋଡ଼ିକି ମାରିବୁ। ନିଆଁରେ ବସିଲେ ହୋଲିକା ଏବଂ ପ୍ରହ୍ଲାଦ। ଆଶୀର୍ବାଦ ପାଇଥିଲା ହୋଲିକା, ନିଆଁରେ ପୋଡ଼ିବ ନାହିଁ। କିନ୍ତୁ ହୋଲିକା ପୋଡ଼ିକି ନିଆଁରେ ମଲା, ପ୍ରହ୍ଲାଦ ବଞ୍ଚିଲା କଣ ପାଇଁ? ପ୍ରଥମ ପାର୍ବତୀ କୁହ। ଆଜ୍ଞା, ହୋଲିକା ତାର ଅମ୍ଳାନ ବସ୍ତ୍ର ଦେଇ ଦେଇଥିଲା ବୋଲି ସେଇଥି ଯୋଗୁ ନିଆଁରେ ପୋଡ଼ିକି ମଲା। ତମେ କଣ ଜାଣିଛ ମା? ଆଜ୍ଞା, ଯେତେବେଳେ ମାନେ ହୋଲିକା ଦେହରୁ ବସ୍ତ୍ର ଉଠିଗଲା, ମାନେ ବସ୍ତ୍ରଟା ଜଣେ ଘୋଡେଇ ହେଇଥିଲେ, ଖୋଲିଦେଲେ ସିନା ସେ ପୋଡ଼ି ହେଇଯିବ। ଯେତେବେଳେ ଖୋଲି ହେଇଯାଇଛି, ଦେବୀ ଲକ୍ଷ୍ମୀ ଆଉ ନାରାୟଣଙ୍କର ମାୟାରେ ସେ ଯୋଉ ବସ୍ତ୍ରଟା ପୁଣି ପ୍ରହ୍ଲାଦ ଦେହରେ ଘୋଡେଇ ହେଇଯାଇଛି। ତାପରେ ସିଏ ବଞ୍ଚିକି ନିଆଁରୁ ଆସିଛନ୍ତି। ସୁନ୍ଦର ସମୀକ୍ଷା, ସୁନ୍ଦର ଆଲୋଚନା, ଜାଣିଛ, ବହୁତ ଧନ୍ୟବାଦ। ଉଭୟ ଶିବଙ୍କୁ ପ୍ରଶ୍ନ, ଉଭୟ ଶିବଙ୍କୁ ପ୍ରଶ୍ନ। ଆମର ବାମନ ପୁରାଣର 112 ପୃଷ୍ଠା କହେ ଶିବ ହେଉଛନ୍ତି ମୃତ୍ୟୁଞ୍ଜୟ, ତାଙ୍କୁ କେହି ମାରିପାରିବେ ନାହିଁ। କିନ୍ତୁ ବାମନ ପୁରାଣ 112 ପୃଷ୍ଠା କହେ ଶିବଙ୍କୁ ଜଣେ କାଟିକି 3 ଖଣ୍ଡ କରିଦେଇଥିଲେ। ସେ ସ୍ୱୟଂ ନାରାୟଣ ଯୋଉ 3 ଖଣ୍ଡ କରିଦେଲେ, 3 ଖଣ୍ଡ ଯାକ ଶିବ କହିଲେ ମୁଁ ତ ମରିବିନି, ଏଇ 3 ଖଣ୍ଡ 3ଟା ନାଁରେ 3ଟା ଜାଗାରେ ପୂଜା ପାଇବି। 3ଟା ଜାଗା କଥା ଛାଡ଼ି ଦିଅ, 3ଟା ନାଁରୁ ଦେଖିଆ ଗୋଟେ ଗୋଟେ ନାଁ କୁହ ତ, କୋଉ କୋଉ ନାଁରେ ସେ ପୂଜା ପାଉଛନ୍ତି? ଆଜ୍ଞା, ଈଶାନ, ବାମଦେବ ଏବଂ ସ୍ତକ ପୁରୁଷ। ତମେ କଣ ଜାଣିଛ? ଆଜ୍ଞା, ଅଗର, ବାମଦେବ, ପିତାଶ। ମୁଁ ଏତିକି ଏଇଠି କହିବି, ପ୍ରକୃତରେ ନାରୀମାନେ ହେଉଛନ୍ତି ମହାଜ୍ଞାନୀ, ଆଜ୍ଞା, ପୁରୁଷ ମାନେ ପ୍ରକୃତରେ ମହା ଅଜ୍ଞାନୀ। ନାରୀମାନଙ୍କୁ ପ୍ରଶ୍ନ ପଚାରି ସୁନ୍ଦର ଉତ୍ତର ଦେଲେ, ତମ 2 ଜଣ ପୁରୁଷ ସମ୍ପୂର୍ଣ୍ଣ ଛକି ପକାଇ ମୁଁ ବାଧ୍ୟ ହଉଛି। ବାମନ ପୁରା ଲେଖା ଅଛି, ପ୍ରଥମେ ହିରଣାକ୍ଷ, ମନେ ରଖିଥାଅ, ଆଜି ପାଟିରୁ ବାହାରିଗଲା। ପ୍ରଥମେ ହିରଣାକ୍ଷ, ତାପରେ ସୁବର୍ଣ୍ଣାକ୍ଷ, ତୃତୀୟରେ ବିରୂପାକ୍ଷ। ଏଇ 3ଟା ନାଁରେ ସେ ପୂଜା ପାଉଛନ୍ତି। ସୁନ୍ଦର କଥା। ଆମର এই ମଞ୍ଚର ହର୍ତ୍ତା କର୍ତ୍ତା ଦୈବ ବିଧାତା ହେଉଛନ୍ତି ଏଇ ବନ୍ଧୁ ଜଣକ। ତାଙ୍କ ମନରେ କ'ଣ କିଛି ଆଶା ଅଛି ପୂରଣ କରିବା। ଦି ପାର୍ଟି ଯାକୁ ଅନୁରୋଧ କରୁଛି, ନାଚ ଟିକେ ମୋ ମନ ପସନ୍ଦ ଆସୁନି, ତାପରେ ପୁରା ମାନ୍ଦା ହଉଛି। କାଇଁ ମତେ ଏମିତି କିଛି ଲାଗୁନି, ଶିବଳା ପଇସାରେ ନାଚ ହଉଥିଲା ଟିକେ ଭଲ ଲାଗୁଥିଲା, କାଇଁ ଆମ ଗାଁରେ ଭଲ ଲାଗୁନି। ତାପରେ ଆପଣ କ'ଣ କରିବେ ମୁଁ ଆଉ କିଛି କହିବିନି। ସୁନ୍ଦର ଉତ୍ସାହମୂଳକ କଥା ପିଲେ, ଅପମାନଜନକ କଥା ନୁହେଁ। ସତ ଚେଷ୍ଟା କରିବ, ନିଜର ଯେତିକି ଦମ୍ଭ କ୍ୱାଲିଟି ଏବଂ କ୍ୱାଣ୍ଟିଟି ଅଛି କେମିତି 100ରେ ପରିଣତ ଆମେ କରିବା।
ଯାଆନ୍ତୁ ବିଦାୟ ନେଇ ଯାଆନ୍ତୁ ଆସିବେ ମନୋରଞ୍ଜନ